ସ୍ୱାସ୍ଥ୍ୟ ହିଁ ସମ୍ପଦ। କିଛି ଲୋକ ଅଛନ୍ତି ନିଜ ଶରୀରର ଠିକ୍ ରୂପରେ ଯତ୍ନ ନେଇପାରୁନାହାନ୍ତି ଏବଂ ଆଉ କିଛି ଲୋକ ଅଛନ୍ତି ସମୟର ଅଭାବ ହଉ ବା ବ୍ୟସ୍ତ କାର୍ଯ୍ୟସୂଚୀ ପାଇଁ ମଧ୍ୟ ହଉ ସେମାନେ ମଧ୍ୟ ଶରୀରକୁ ଅବହେଳା କରୁଛନ୍ତି, ଯାହାଦ୍ୱାରା ଆମ ଶରୀରକୁ ବିଭିନ୍ନ ପ୍ରକାର ମାରାତ୍ମକ ରୋଗ ବ୍ୟାପିବାରେ ଲାଗିଛି। ତେବେ ବର୍ତ୍ତମାନ ଆମ ସହିତ ଅଛନ୍ତି ଜାନପାତିକ ବିଶେଷଜ୍ଞ ଡକ୍ଟର ଦେବାଶିଷ ଜେଠି। ଆମେ ତାଙ୍କଠାରୁ ପଚାରି ବୁଝିବା ଏସବୁ ଦିଗର ଲକ୍ଷଣ। ସାର୍, ଆପଣ କ'ଣ ଡୁମାନ୍ ଟିଭିକୁ ଆପଣଙ୍କୁ ସ୍ୱାଗତ। କ'ଣ କହିବେ ସାର୍, ବର୍ତ୍ତମାନ ଯେଉଁଭଳି ଭାବରେ ମଧୁମେହ ରୋଗ ବ୍ୟାପିବାରେ ଲାଗିଛି ଏ ବିଷୟରେ ଆପଣ କ'ଣ କହିବେ, ଏହାର କାରଣ କ'ଣ? ଆପଣ ଠିକ କହିଲେ। ବର୍ତ୍ତମାନ ପୃଥିବୀରେ ସବୁଠାରୁ ଅଧିକ ସଂଖ୍ୟକ ମଧୁମେହୀ ରୋଗୀ ଆମର ଦେଖାଉଛନ୍ତି, ଭାରତରେ ଦେଖାଉଛନ୍ତି। ଆଉ ଏଇ ସଂଖ୍ୟାଟା ଘୁ ଘୁ ହେଇକି ବଢି ଯାଉଛି। ବର୍ତ୍ତମାନ ତାର କାରଣ ହଉଛି ଆମର ଯୋଉ ଜୀବନଶୈଳୀ ଯାହା ଥିଲା ବର୍ତ୍ତମାନ ବହୁତ ପରିବର୍ତ୍ତନ ହେଇଯାଉଛି। ସାଧାରଣତଃ ମଧୁମେହ ରୋଗଟା କାହିଁକି ହଉଛି? ଆମର ତ ମଧୁମେହ ଅନେକ ପ୍ରକାର ଅଛି, ବିଶେଷ କରି ଯୋଉଟା ଟାଇପ୍ 2 ମଧୁମେହ ଯୋଉଟା ଅଛି, ଆମର ଟାଇପ୍ 2 ଡାଇବେଟିସ୍, ସେଇଟା ଆମର ଜୀବନ ଶୈଳୀ ପାଇଁ ସେଇଟା ହେଇଥାଏ। ଯେମିତିକି ଲୋକମାନେ ଆଗରୁ ଯେତିକି ଚଲାଚଲି କରୁଥିଲେ ସେଇଟା ବନ୍ଦ ହେଇଗଲା। ପିଲାବେଳୁ ଆରମ୍ଭ କରିଦିଅନ୍ତୁ, ଗୋଟେ ଛୋଟ ଛୁଆଟେ ଆଗରୁ ଖେଳ ପଡ଼ିଆକୁ ଯାଉଥିଲା ଖେଳିବା ପାଇଁ, ବର୍ତ୍ତମାନ ଖେଳ ପଡ଼ିଆ ନାହିଁ। ବର୍ତ୍ତମାନ ଗୁଡ଼ାଏ ପାଠ ସେମାନେ ପଢ଼ିବାକୁ ପଡୁଛି, ତାପରେ ସେ ଖେଳୁଛନ୍ତି ମୋବାଇଲରେ। ଫଳରେ ତାଙ୍କର ଚଲାବୁଲା କମିଗଲା, ଶାରୀରିକ ଯୋଉ ଦେହ ସଞ୍ଚାଳନ ହେବା କଥା ସେଇଟା ହେଉନାହିଁ। ଫଳରେ ଦେହରୁ ଯୋଉ ମେଦ ଯୋଉଟା, ଚର୍ବି ଯୋଉଟା, ସ୍ନେହ ସାର ଯୋଉଟା ବା ଲିପିଡ ବୋଲି କହୁଛନ୍ତି, ସେଇଟା ତାଙ୍କ ଦେହରୁ ନିଷ୍କାସିତ ହେଇପାରୁନାହିଁ। ଗୋଟିଏ କଥା। ପୁଣି ଯୋଉ ଖାଦ୍ୟ ଗୁଡାକ ଆଜିକାଲି ଯୋଉ ଫାଷ୍ଟ ଫୁଡ ଖାଉଛନ୍ତି ନା, ଯୋଉ ତେଲ ଗୁଡା ଖାଉଛନ୍ତି ବାହାରୁ ଯାଇକି, ତା ଦ୍ୱାରା ବି କ'ଣ ହଉଛି ନା ଅଧିକ ତେଲ ଦେହକୁ ଗ୍ରହଣ କଲା, ଅଧିକ ସ୍ନେହ ସାର ଦେହକୁ ଗଲା। ଆମ ଧାରଣା ଯେ ବହୁତ ଲୋକ କହନ୍ତି ଆମେ ତ ମିଠା ଖାଉନୁ, ତ ଆମର କାହିଁକି ଡାଇବେଟିସ୍ ହେଲା। ନାଇଁ, ମିଠା ଖାଇଲେ ଡାଇବେଟିସ୍ ହୁଏ ନାହିଁ, ଡାଇବେଟିସ୍ ହେଲେ ମିଠା ଖାଇବାକୁ ମନା। ପ୍ରକୃତରେ ତେଲ ଅଧିକା ହେଲେ ଆମର ଟାଇପ୍ 2 ଡାଇବେଟିସ୍ ଟା ହଉଛି। ଆଉ ତେଲଟା ହଉଛି ଆମର ହଉଛି କ'ଣ କହିଲେ, ଆମର ଦେହରେ ଗଚ୍ଛିତ ହେବାର କାରଣ ହଉଛି ଆମର ଆଗରୁ ଥିଲା ଆପଣଙ୍କର ଯୋଉ ଲୋକମାନେ କୂଅରୁ ପାଣି କାଢୁଥିଲେ, ବର୍ତ୍ତମାନ ସୁଇଚ୍ ଚିପିଲେ ଆସିଗଲା। ଆଗରୁ ହଉଛି ସେମାନେ ଚାଉଳକୁ ବାଟୁଥିଲେ, ଯାହା କରୁଥିଲେ ବିରି ବାଟୁଥିଲେ, ଯାହା କରୁଥିଲେ, ବର୍ତ୍ତମାନ ସେଟା ମେସିନ୍ ଗ୍ରାଇଣ୍ଡରରେ ହେଇଗଲା। ଆଗରୁ ସେମାନେ ଚାଲିକି ଯିବା ଆସିବା କରୁଥିଲେ, ବର୍ତ୍ତମାନ ମୋଟରସାଇକେଲ ଯିବା ଆସିବା କରୁଛନ୍ତି। ପିଲାମାନେ ଆଗରୁ ଖେଳୁଥିଲେ, ଆଜିକାଲି ତ ଗୋଟେ ଛୁଆ ଖେଳିବାକୁ ସାଙ୍ଗ ବି ନାହାନ୍ତି, ସେମାନେ ବସି ମୋବାଇଲ ଧରିକି ଏକା ଏକା ବସିଲେ। ତା ଦ୍ୱାରା କ'ଣ ହଉଛି, ଦେହରେ ଚର୍ବି ଗଚ୍ଛିତ ହଉଛି, ଆଉ ଏଇ ଯୋଉ ଟାଇପ୍ 2 ଡାଇବେଟିସ୍ ସୂତ୍ରପାତ ହଉଛି। ଛଡା ଆମର ଆଉ ଦିଟା ବି ଅଛି, ଗୋଟେ ଟାଇପ୍ 1 ଗୋଟେ ଅଛି, 1.5 ଅଛି। ଯଦି ଆମେ ବଂଶଗତିକୁ ଦେଖିବା ତାହେଲେ ଯୋଉ 1.5 ଡାଇବେଟିସ୍ ଯୋଉଟା କି ଆମର ହଉଛି ବଂଶଗତିକୁ ନେଇକି, ସେଇଟା ବି ତାର ଜିନ୍ ବି କୌଣସି କାରଣରୁ ଭାରତ ବର୍ଷରେ ହିଁ ସବୁଠାରୁ ଅଧିକା ଅଛି। ସେଇଟା ବି ଆଉ ଗୋଟେ କାରଣ। ସାର୍, ବର୍ତ୍ତମାନ ଦେଖାଯାଉଛି ଯଦି ଗୋଟେ ଡାଇବେଟିସ୍ ରୋଗୀ ଜାଣି ସାରିଲା ଯେ ତାକୁ ଡାଇବେଟିସ୍ ହେଇସାରିଛି, ପରୀକ୍ଷଣ କଲା ପରେ ସେ ଯେତେବେଳେ ଭୟଭୀତ ହେଇଯାଉଛି, ସେ ଭାବୁଛି ଯେ ମତେ ମୋ ଜୀବନ ସାରା ହିଁ ମତେ ମେଡିସିନ ଖାଇବାକୁ ପଡିବ। ସାର୍, ଏ ଦିଗରେ ଆପଣ କ'ଣ କହିବେ? ନାଇଁ, ଆମର ଡାଇବେଟିସ୍ କହିଲେ ଖାଲି ବଟିକା ନୁହଁ କି ଖାଲି ଇନସୁଲିନ ଇଞ୍ଜେକ୍ସନ ନୁହଁ। ଡାଇବେଟିସ୍ ର ମୁଖ୍ୟ ଚିକିତ୍ସାର ମୁଖ୍ୟ ଭାଗଟା ହଉଛି ଆପଣ କ'ଣ ରହୁଛି ନା, ଯୋଉଟା କହିଲି ଦିନଚର୍ଯ୍ୟାରେ ପରିବର୍ତ୍ତନ। ସେମାନେ କ'ଣ କରିବେ ନା, ସବୁଦିନ ବ୍ୟାୟାମ କରିବେ, ଖାଦ୍ୟ ନିୟନ୍ତ୍ରଣ କରିବେ। ତାହେଲେ ଦେଖିବେ, ସେ ନିଜେ ବି ଦେଖିବେ ଯେ ଧୀରେ 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 ତାଙ୍କର ରକ୍ତ ଶର୍କରାର ସ୍ତରଟା ହ୍ରାସ ପାଉଛି, କମି କମି ଯାଉଛି। ଆଉ ଗୋଟେ ସମୟ ଔଷଧ ବି ସେଇ ଅନୁସାରେ କମେଇ 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 ସେସବୁ କେତେ ଜଣଙ୍କର ବନ୍ଦ ବି ହେଇଯାଉଛି। କିନ୍ତୁ ସେମାନଙ୍କୁ କଠୋର ଭାବରେ ତାଙ୍କର ଜିହ୍ବା ସଂଯମ ଆଚରଣ କରିବାକୁ ପଡିବ। ସାର୍, ଦେଖିବେ ଯଦି ଆମେ ଦେଖୁଛେ ଡାଇବେଟିସ୍ ଯେତେବେଳେ 40 ବର୍ଷ ନିର୍ଦ୍ଦିଷ୍ଟ ବୟସ ଥିଲା, 40 ବର୍ଷ 50 ବର୍ଷ ହେଲା ପରେ ଲୋକଙ୍କୁ କବଳିତ କରୁଥିଲା, କିନ୍ତୁ ବର୍ତ୍ତମାନ ଦେଖୁଛନ୍ତି ଛୋଟ ଛୋଟ ପିଲା ମଧ୍ୟ ଡାଇବେଟିସ୍ ଶିକାର ହଉଛନ୍ତି। ଏ ବିଷୟରେ ଆପଣ କ'ଣ କହିବେ? ତାର କାରଣ ହଉଛି ଆଗରୁ ଲୋକମାନଙ୍କର ଯୋଉଟା ବାହାରୁଥିଲା ବିଳମ୍ବରେ ବାହାରୁଥିଲା, ବର୍ତ୍ତମାନ ଶୀଘ୍ର ବାହାରିବାର କାରଣ ହଉଛି ନାହିଁ ତାଙ୍କର। ଆପଣ ଦେଖୁଛନ୍ତି ପିଲାଙ୍କର ଅବସ୍ଥା, ପିଲାଟା ଅଳ୍ପ ବୟସରୁ ସେ କେତେ ମୋଟା ମୋଟା ହଉଛନ୍ତି। ତାଙ୍କର ଦେଖିଲେ ଆପଣ ପରୀକ୍ଷା ବି କରି ଦେଖିବେ, ତାଙ୍କର କୋଲେଷ୍ଟ୍ରୋଲ ଆଉ ତାଙ୍କର ଟିଜି ସ୍ତରଟା ବହୁତ ଅଧିକା ରହୁଛି। ତେଣୁକରି ସେଇ କେବଳ ଯୋଉ ପାଇଁକା ଯୋଉ ତାଙ୍କର ଜୀବନଶୈଳୀଟା ବଦଳିଗଲା, ସେଥିପାଇଁ ଶୀଘ୍ର ବାହାରୁଛି ଏଇଟା। ସାର୍, ବର୍ତ୍ତମାନ ଯୋଉ ଡାଇବେଟିସ୍କୁ ନେଇ କିଛି ଆୟୁର୍ବେଦିକ କମ୍ପାନୀ ଅଛନ୍ତି, ଲୋକମାନଙ୍କୁ ଭ୍ରମିତ କରୁଛନ୍ତି ଯେ ଆପଣ ଆୟୁର୍ବେଦିକ ମେଡିସିନ ଖାଆନ୍ତୁ, ଖୁବ୍ କମ ସମୟ ଭିତରେ ଆପଣଙ୍କର ସୁଗାର ସ୍ତର କମିଯିବ। ଏ ବିଷୟରେ ଆପଣ କ'ଣ କହିବେ ଜଣେ ଚିକିତ୍ସକ ହିସାବରେ? ଦେଖନ୍ତୁ, ପାର୍ଶ୍ୱ ପ୍ରତିକ୍ରିୟା ସବୁଥିରେ ଅଛି। ଗୋଟିଏ ସେମାନେ କହୁଛନ୍ତି କ'ଣ ଯେ ନାଇଁ, ଆମର ଆୟୁର୍ବେଦରେ ବିଲକୁଲ ପାର୍ଶ୍ୱ ପ୍ରତିକ୍ରିୟା ନାହିଁ, ଆଲୋପାଥିରେ ବହୁତ ପାର୍ଶ୍ୱ ପ୍ରତିକ୍ରିୟା, ସେଇଟା ବିଷାକ୍ତ, ତେଣୁକରି ତାକୁ ଗ୍ରହଣ କରନ୍ତୁ ନାହିଁ, ଆୟୁର୍ବେଦକୁ ଗ୍ରହଣ କରନ୍ତୁ। ସେ ପ୍ରକାର କହିବା ଉଚିତ ନୁହେଁ। ସେମାନେ କହିବା କଥା ନୁହେଁ କି ଆଲୋପାଥି ବାଲା ବି କହିବା ଦରକାର ନାହିଁ ଯେ ସେଇଟା ହଉଛି ପ୍ରାଚୀନ ହେଇଗଲାଣି, ତାକୁ ସେଇଟା ଗ୍ରହଣ ଯୋଗ୍ୟ ନୁହେଁ, ଏମିତି ବି କହିବା ଉଚିତ ନୁହେଁ।
ପ୍ରକୃତରେ ଗୋଟେ ସମନ୍ୱିତ ଭାବରେ ଆମର ଚିକିତ୍ସାଟା ହେବା କଥା। ଯୋଉଠି ଦରକାର ଆୟୁର୍ବେଦିକ ସେଠି ଆୟୁର୍ବେଦିକ ଦିଆଯାଉ, ଯୋଉଠି ଆଲୋପାଥି ସେଟା ଆଲୋପାଥି ହଉ, ଆଉ ଯୋଉଠି ହୋମିଓପାଥି କଥା ହୋମିଓପାଥି ହଉ, ଯୋଉଠି ଯୋଗ କରିବା କଥା ସେଠି ଯୋଗ କରିବାକୁ କୁହାଯାଉ। ସବୁଥିରେ ଗୋଟେ ସମନ୍ୱିତ ଚିକିତ୍ସାଟା ହିଁ ଠିକ୍। ଆଉ ପ୍ରତ୍ୟେକ ଚିକିତ୍ସକ କେବଳ ନିଜର ବିଭାଗକୁ ଧରି ବସିଲେ ହବନି। ସିଏ ଅନ୍ୟ ଯୋଉଠି ରୋଗୀର ଆବଶ୍ୟକ ପଡୁଛି ଅନ୍ୟ ଗୋଟିଏ ସହିତ ମିଶେଇକି ଦେବା ପାଇଁକା, ତାହେଲେ ସେମାନେ ସେଇଟାକୁ ଗ୍ରହଣ କରନ୍ତୁ। ତ ଲୋକଙ୍କ ଧାରଣା ଯେ ଗଛରୁ ତିଆରି ହଉଛି ତା ଦେହରେ କୌଣସି କିଛି ଅସୁବିଧା କରୁନଥିବ, କିନ୍ତୁ ଯେତିକି ଆଲକାଲଏଡ୍ସ ରହୁଛି ଗଛରେ, ଯୋଉଟାକି ଆମେ ଔଷଧ ଭାବରେ ତାକୁ ବ୍ୟବହାର କରୁଛୁ, ସେଇଟା ଅଳ୍ପ ହେଲେ ସେଇଟା ଔଷଧ, ଅଧିକ ପରିମାଣ ହେଇଗଲେ ସେଇଟା ବି ବିଷାକ୍ତ ହେଇଯାଉଛି। ତ ଗୋଟେ ଖାଦ୍ୟ ବି ଦେଖନ୍ତୁ, ଅନେକ ଖାଦ୍ୟ ଅଛି ଯୋଉଟା ଯଦି ଆପଣ ଅଳ୍ପ ପରିମାଣ ଖାଉଛନ୍ତି ଠିକ ଅଛି, ଯଦି ଅଧିକ ପରିମାଣ ସେଇଟା ବି ଆମ ପାଇଁକା ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରୁଛି। ତ ପ୍ରାୟ ଦେଖନ୍ତୁ ତାଙ୍କର ଗୋଟେ ଦଉଛନ୍ତି ଗୋଟେ ଗୁଡମାରି ପତ୍ର। ମୁଁ ଦେଖୁଛି ଲୋକମାନେ ସିଧାସଳଖ ଗୁଡମାରି ପତ୍ର 3-4ଟା ଚୋବେଇ ଦଉଛନ୍ତି, କହୁଛନ୍ତି ନାଇଁ ଆମର ରକ୍ତ ଶର୍କରା ଆ ଦେହରେ କମିଯିବ। ରକ୍ତ ଶର୍କରା କମୁଛି, କିଛି କମୁନି, ତାର ପାର୍ଶ୍ୱ ପ୍ରତିକ୍ରିୟା ବି ଦେଖିବାକୁ ପଡିବ। ଆଉ ଇଏର ବୈଜ୍ଞାନିକ ନାଁ କଣ? ଜିମ୍ନେମା ସିଲଭେଷ୍ଟର, କୋଉଟା ଆପଣଙ୍କର ଗୁଡମାରି ପତ୍ରଟା। ଆଉ ସେଇଟା ଯାଉଛି କୋଉଥିରେ ନା ଆସ୍ଲିପେଡାସି ଇଏରେ କୂଳରେ ଅନ୍ତର୍ଭୁକ୍ତ, ମାନେ ଯୋଉଥିରେ ଅରଖ ଗଛ ଅଛି, ଆମର ଯୋଉ କ୍ୟାଲୋଟ୍ରୋପିସ୍ ପ୍ରୋସେରା। ତ ଯେତେବେଳେ ସେଇଟା ଯେତେବେଳେ ଆମେ ଜିମ୍ନେମା ସିଲଭେଷ୍ଟର ବା ଯେତେବେଳେ ଗୁଡମାରି ଜଣେ ବାରମ୍ବାର ଖାଇବ, କଣ ହଉଛି ତାର ଦେଖିଏ ତାର ଏଥିରେ ହଉଛି ହେପାଟୋଟକ୍ସିକ, ଅର୍ଥାତ୍ ଆମର ଯକୃତ ପାଇଁକା ସେଇଟା ହଉଛି ବିଷାକ୍ତ ଅଟେ। ତାର ପାର୍ଶ୍ୱ ପ୍ରତିକ୍ରିୟା ରହୁଛି। ଆପଣ ଏମିତି ଭାବିଦେଲେ ହବନି ଯେ ସେଇଟା ହଉଛି ଆୟୁର୍ବେଦ ତେଣୁକରି ତାର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ସବୁଥିରେ ପାର୍ଶ୍ୱ ପ୍ରତିକ୍ରିୟା ଅଛି। ଆମର ଆଲୋପାଥି ଔଷଧ ହେଲା, ତା ଦେହରେ ପାର୍ଶ୍ୱ ପ୍ରତିକ୍ରିୟା ରହୁନି? ତା ଦେହରେ ପାର୍ଶ୍ୱ ପ୍ରତିକ୍ରିୟା ରହୁଛି। ତ ପାର୍ଶ୍ୱ ପ୍ରତିକ୍ରିୟା ହେଲେ ତାପରେ ତା ପରବର୍ତ୍ତୀ ସଂସ୍କରଣରେ ଗୋଟେ ଆଉ ଟିକେ ମାର୍ଜିତ ହେଇକି ସେଇ ଔଷଧଟା ପୁଣି ଆସୁଛି। ତ ସେ ତାକୁ ବି ଆମେ ଜାଣିବାକୁ ପଡେ, ତାକୁ ବୁଝିବାକୁ ପଡେ। ତାପରେ କେତେ ଆମେ ଖାଇବା, ଅତି ପରିମାଣ ଆମେ ଆପଣ ଦେଖିବେ ଜଣ ଜଣଙ୍କୁ ଯେତିକି ଔଷଧ ଖାଇବା କଥା 3 ଗୁଣ 4 ଗୁଣ ଦିଆଯାଉଛି, ସେତେବେଳେ ତା ପାର୍ଶ୍ୱ ପ୍ରତିକ୍ରିୟାଟା ପଳେଇ ଆସୁଛି। ତେଣୁ ଆମେ ଅଳ୍ପ ପରିମାଣରେ ଔଷଧ ଖାଇବା, କିନ୍ତୁ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣ ହଉଥିବ। ଆମର ଇଏ କଣ ରହୁଛି, ଆମେ ଲୋକଙ୍କୁ କଣ କହୁଛୁ, ଅଳ୍ପ ଔଷଧ ଖାଅ କିନ୍ତୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହବ। ଆଉ ଦିନଚର୍ଯ୍ୟାରେ ପରିବର୍ତ୍ତନ କର, ମାନେ ବ୍ୟାୟାମ କର, କସରତ କର, ଆଉ ଯୋଗ ପ୍ରାଣାୟାମ ବି କର, ଯେମିତି ଧୀରେ ଧୀରେ ତାଙ୍କର ହଉଛି ରକ୍ତ ଶର୍କରା ସ୍ତରଟା କମି କମିକା ଯିବ, ଆଉ ଶେଷକୁ ସେମାନେ ଆରୋଗ୍ୟ ବି ହେଇପାରିବେ। ସେଇଟା ହଉଛି ଆମେ କହୁଛୁ। ତେଣୁକରି ଆପଣ ଆୟୁର୍ବେଦ, ଆଲୋପାଥି, ହୋମିଓପାଥି, ଯୋଗ ପ୍ରାଣାୟାମ ସବୁକୁ ନେଇକି ଚାଲନ୍ତୁ। ସାର୍ ଦେଖାଯାଉଛି ଗୋଟେ ଡାଇବେଟିସ୍ ପେସେଣ୍ଟ ବା ମଧୁମେହ ରୋଗୀ ଯେତେବେଳେ ସେ ଜାଣିଯାଉଛି ତାଙ୍କୁ ମଧୁମେହ ହେଇଯାଉଛି ବୋଲି, ସେତେବେଳେ ସେ ସାର୍ ଭୟଭୀତ ହେଇଯାଉଛି, ଲାଇଫ ଟାଇମ ପାଇଁ ମେଡିସିନ ଖାଇବାକୁ ପଡୁଛି, ଭୟଭୀତ ହେଇଯାଉଛି। ଆପଣ ଚିକିତ୍ସକ ହିସାବରେ କଣ କହିବେ? ଭୟଭୀତ ନ ହେଇ ଲୋକ ସହିତ ଲଢିବାକୁ ଆପଣ ପରାମର୍ଶ ଦେବେ ନା କେମିତି କଣ ଆପଣ କହିବେ ସାର୍? ଡାଇବେଟିସ୍ ରୋଗକୁ ନେଇକି, ମଧୁମେହ ରୋଗକୁ ନେଇକି ଅନେକ ଲୋକ ଆକ୍ରାନ୍ତ ହେଇଛନ୍ତି, ଅନେକ ଚାଲିଛନ୍ତି, ତାକୁ ନେଇକି ଚାଲିଛନ୍ତି। ତା ଦେହରେ ଭୟଭୀତ ହେବାର ନାହିଁ। ତା ପାଇଁ ଯେତେବେଳେ ସଫଳ ଚିକିତ୍ସା ଅଛି, ଭୟଭୀତ କାହିଁକି ହେବା? ଆମେ ସେଇ ରୋଗକୁ ଭୟ କରିବା ଯୋଉଟା କି ଯାହାର ଚିକିତ୍ସା ନଥିବ। ଆଉ ଆମେ ଯଦି ଆମେ ଭାବୁଛୁ ଯେ ନାଇଁ ମଧୁମେହ ରୋଗକୁ ନେଇକି ଭୟ କରିବା ଉଚିତ, କାହିଁକି ନା ଯଦି ଆମେ ରକ୍ତ ଶର୍କରାଟାକୁ ଯଦି ନିୟନ୍ତ୍ରଣରେ ନ ରଖିପାରିଲୁ, ତାହେଲେ ଆମର ବୃକ ବା କିଡନୀ, ଆଖି, ହୃତ୍ପିଣ୍ଡ ସବୁ ପାଇଁକା ଏଇଟା କ୍ଷତିକାରକ ହେଇଯାଉଛି। ଏଇଟା ଗୋଟେ ରୋଗ ଦେହର ସବୁ ଅଙ୍ଗ ପ୍ରତ୍ୟଙ୍ଗକୁ ଆକ୍ରାନ୍ତ କରିପାରୁଛି, ତେଣୁକରି ନଷ୍ଟ ବି କରିଦଉଛି। ତେଣୁକରି ଭୟ ନୁହଁ, ଭୟ ଦରକାର ନାହିଁ। ଆମେ ସେଇଟାକୁ ଜାଣିବା, ହଁ ଏଇଟା କ୍ଷତିକାରକ, ତେଣୁକରି ଆମେ ତାକୁ ନିୟନ୍ତ୍ରଣ ରଖିବା। ପୁଣି ନିୟନ୍ତ୍ରଣ କରିବାକୁ ଯାଇକି ଅତ୍ୟଧିକ ପରିମାଣରେ ଔଷଧ ଖାଇବାନି। ଏଇ ନିୟମକୁ ନେଇକି ଆମେ ଯଦି ଚାଲୁଛୁ, ତାହେଲେ କିଛି ଅସୁବିଧା ନାହିଁ। ଲୋକ ଆଜୀବନ ତାକୁ ଧରିକି ଭଲରେ ରହୁଛନ୍ତି, କିଛି ଅସୁବିଧା ନାହିଁ। ଆପଣ ଶୁଣୁଥିଲେ ଜାନପାତିକ ବିଶେଷଜ୍ଞ ଡକ୍ଟର ଦେବାଶିଷ ଜେଠି କହୁଥିଲେ ଯେ ଯଦି ଆପଣଙ୍କୁ ଡାଇବେଟିସ୍ ହଉଛି, ତେବେ ସେଥିପାଇଁ ଆପଣ ଭୟଭୀତ ନ ହୋଇ ଆୟୁର୍ବେଦିକ ହଉ, ଏଲୋପାଥି ହଉ ବା ଖାଦ୍ୟ ସାମଗ୍ରୀ ଆପଣ ଯୋଉ ଖାଦ୍ୟ ଖାଉଛନ୍ତି ତାକୁ ହଉ, ସବୁଠି ଗୋଟେ ବାଲାନ୍ସ ମେଣ୍ଟେନ କରିକି ଏହା ସହିତ ଲଢିଲେ ଆୟୁର୍ବେଦ ଗୋଟେ ମାନେ ମଧୁମେହ ଗୋଟେ ବଡ ରୋଗ ନୁହଁ। ଏଥିରୁ ମଧ୍ୟ ରୋଗୀମାନେ ନିରାକରଣ ପାଇପାରିବେ, ଉପକୃତ ହୋଇପାରିବେ। ତେବେ କଟକରୁ ମାୟାଧର ରଥଙ୍କ ରିପୋର୍ଟ, ଡୁମାନ ଟିଭି।